ମୁଁ ଢେଙ୍କାନାଳ ଯାଇଥିଲି ସକାଳୁ। ଢେଙ୍କାନାଳ ଥିଲା ବେଳେ ମୁଁ ବଡା ଛକ ଦେଇକି ପନ୍ତୁରୀ ଦେଇକି ଆସିବା ସମୟରେ ସେ ଠାକୁରାଣୀ ମନ୍ଦିର ପାଖରେ ଫାଷ୍ଟ ବାରବାଟୀର ଆର୍ୟାନ ହଠାତ୍ ପଶି ଆସିଲା। 4005 ଯାଉଛି ସୁମି ପଣ୍ଡା କହି ମୋ ଗାଡି ଆଗକୁ ଫାଷ୍ଟ ଗୋଟେ ପଥରଟେ ଫୋପାଡ଼ିଲା। ଫୋପାଡ଼ିଲା ତାପରେ ମଙ୍ଗଳପୁର ସାନ ମଙ୍ଗଳପୁର ଲିପୁ ଆଉ ସୁବ୍ରତ ଦଳ ଇନ୍ଦ୍ରଜିତ ତରେଇ ଆଲୋକ ଆଉ ମନୋଜ ଓଝା ଏଇମାନେ ଟୋଟାଲ ଡାଇରେକ୍ଟ ଆସିକି ଠେଙ୍ଗା ଧରିକି ମତେ ଘୋଷାରିକି ମୋ ଯୋଉ ଏଇଠିଟା ଯୋଉ ପଥରଟା ମାରିକି ଫଟେଇ ଦେଇଥିଲେ। ଆଉ ଏଇଗୁଡା ସବୁ ମାଡ ସେ ଯୋଉ ବାଉଁଶ ଫାଳିଆ କାଠ ଫାଳିଆରେ ବାଡେଇକି ମତେ ହାତ ଆପଣଙ୍କର କଣ ରହିବ ଦାବି କଣ ରହିବ? ମୋର ଦାବି ସେମାନେ ଯଥେଷ୍ଟ ଆରେଷ୍ଟ ହେଇକି ମୋର ନ୍ୟାୟ ଦରକାର। ସେ ଯଥେଷ୍ଟ ଆରେଷ୍ଟ ହେଇଯାଉ। ଆପଣ ଆଶା ରଖିଛନ୍ତି? ଆଶା ରଖିଛି ପ୍ରଶାସନ କଥା ଆମର ଶୁଣିବ। ଆମେ ଏଠି ବସିଛୁ, ମୋର ନ୍ୟାୟ ଦରକାର। ଦୀର୍ଘ 25 ବର୍ଷ ଧରି ବିଜେଡି ସରକାରରେ ଯୋଉ ଥିବା ଏଇ ଧର୍ମଶାଳା ଅଶାନ୍ତ କରି ରଖିଥିବା ବେଳେ ଏଇ 1.5 ବର୍ଷ ହେଲା ଏଇ ଆମ ଧର୍ମଶାଳା ଶାନ୍ତ ହୋଇ ପଡିଥିବା ବେଳେ ବିଜେଡିର କିଛି ଦୁର୍ବୃତ୍ତ ଏବଂ ବିଜେଡିର ନେତା ପୁଣି ଏ ଶାନ୍ତ ଧର୍ମଶାଳାକୁ ଅଶାନ୍ତ କରିବା ପାଇଁ କାଲି ଆମର ଗୋଟେ ପିଲା ସୁନୀଲ ପଣ୍ଡା ଯିଏ ତାକୁ ରାସ୍ତା ମଝିରେ ଗାଡି ଅଟକେଇ ତାକୁ ବାଡେଇ ତା ମୁଣ୍ଡ ଫାଟିଛନ୍ତି ଏବଂ ତାପରେ ଆମର ଲେଡିଜ ଯାଉଥିବା ସମୟରେ ଲେଡିଜ କାନି ବିଡା ଉଠା କରିଛନ୍ତି। ଯୋଉ ପର୍ଯ୍ୟନ୍ତ ସୁନୀଲ ପଣ୍ଡାକୁ ନ୍ୟାୟ ନ ମିଳିଛି, ଯୋଉ ପର୍ଯ୍ୟନ୍ତ ସୁନୀଲ ପଣ୍ଡାକୁ ଯିଏ ମାରିଛି ଏବଂ ଯିଏ ସେ ଲେଡିଜର କାନି ଭିଡିଛି ତାକୁ ଯୋଉ ପର୍ଯ୍ୟନ୍ତ ସେ ଗିରଫ ନ ହେଇଛି ସେ ପର୍ଯ୍ୟନ୍ତ ଆମେ ଧାରଣା ବସିବୁ ଏଠି। ଆମେ ସୁନୀଲ ପଣ୍ଡା ଯିଏ ଗିରଫ କରିଛି, ସୁନୀଲ ପଣ୍ଡାକୁ ମାରିଛି ଯିଏ ତାକୁ ଗିରଫ ଆମର ଦାବେ। ସୁନୀଲ ପଣ୍ଡାକୁ ମାରିଛି ଯିଏ ତାକୁ ଗିରଫ ଆମର ଦାବେ। ରାସ୍ତା ମଝିରେ ମହିଳା କାନି ଭିଡିଛି ଯିଏ ତାକୁ ଗିରଫ ଆମର ଦାବେ। ରାସ୍ତା ମଝିରେ ଲେଡିଜ କାନି ଭିଡିଛି ଯିଏ ତାକୁ ଗିରଫ ଆମର ଦାବେ। ଧର୍ମଶାଳାରେ ଗୁଣରାଜ ଚଳିବ ନାହିଁ। ଧର୍ମଶାଳାରେ ଗୁଣରାଜ ଚଳିବ ନାହିଁ। ଧର୍ମଶାଳାରେ ଆତଙ୍କବାଦ ଚଳିବ ନାହିଁ। ଯଦି ଚଳିବ ନ୍ୟାୟ ଚଳିବ, ଯଦି ଚଳିବ ନ୍ୟାୟ ଚଳିବ। ବଳବନ୍ତରାୟ ହାୟ ହାୟ, ବଳବନ୍ତରାୟ ହାୟ ହାୟ, ବଳବନ୍ତରାୟ ହାୟ ହାୟ। ଏମିତି କି ପୂର୍ବ ସରକାରରେ ଯୋଉ ନେତା ଥିଲେ ସେ ନେତାଙ୍କୁ ଏ ଶାନ୍ତ ଧର୍ମଶାଳା ଦେଖିଲା ତାଙ୍କୁ ଭଲ ଲାଗୁନି। ତାଙ୍କୁ ସେ ଚାହୁଁଛନ୍ତି ଏ ଧର୍ମଶାଳା ସବୁବେଳେ ଅଶାନ୍ତ ହେଇକି ରହୁ, ଆମେ ଏଥିରେ ବି ରାଜ କରିବା ପାଇଁ। କିନ୍ତୁ ସେମିତି କେବେ ହେଇପାରିବ ନାହିଁ। ଯୋଉ ପର୍ଯ୍ୟନ୍ତ ସୁନୀଲ ପଣ୍ଡାର ଯିଏ ସୁନୀଲ ପଣ୍ଡା ଯୋଉମାନେ ମାରିଛନ୍ତି ଯୋଉ ପର୍ଯ୍ୟନ୍ତ ସେ ଗିରଫ ନ ହେଇଛି ସେ ପର୍ଯ୍ୟନ୍ତ ସମସ୍ତେ ଆମେ ଏଇଟା ଜାଗୁ ରଖିବୁ। ସମସ୍ତେ ରାତି ସାରା ଉଜାଗର ରହିବୁ ଏବଂ ରାତି ପାଇଲେ ଏଠି 5,000 ଲୋକ ଗଦା ହେବେ ତା ପାଇଁ ଠିଆ ହେବେ। ଏଠି ସାଧାରଣ ଲୋକର ତା ହକ୍ କେହି ନେଇପାରିବେନି ତାକୁ ଏଠି।